ମା ଲ ଝାଡ଼ା ଖାଇ ପୁଡ଼ା ମୁହିଁ ତୁ ମୋ ଶୁଖୁଆ ଖାଇ ମତେ ଝଗଡ଼ା କରୁଛୁ। ଗୋବିନ୍ଦପୁର ଗାଁରେ ସୁଦାମ ଏବଂ ତାହାର ମା ରହୁଥିଲେ। ସେମାନଙ୍କ ପାଖରେ କେବଳ ଛୋଟ ଘର ଓ ଅଳ୍ପ ଜାଗା ଥିଲା, ଯେଉଁଥିରେ ସେମାନେ ଚାଷ କରି ବଜାରରେ ବ୍ୟାପାର କରି ଘର ଚଲାଉଥିଲେ। ଗୋଟିଏ ଦିନ ସୁଦାମା ତାହାର ମାକୁ କହୁଥାଏ, ମା କ'ଣ କରିବା, ଘର ଚଲାଇବା ପାଇଁ 2 ପଇସା ଘରକୁ ଆସୁନାହିଁ। ମୁଁ ଭାବୁଛି ସହରକୁ ଯାଇ କୌଣସି ଜାଗାରେ କାମଟିଏ ଆରମ୍ଭ କରନ୍ତି। ତୁ କ'ଣ କହୁଛୁ ମା? ମା ନା ରେ ପୁଅ, ତୁ ମତେ ଛାଡ଼ି ଦୂରକୁ ଯା ନାହିଁ। ମୁଁ ତତେ ଛାଡ଼ିକି ରହିପାରିବି ନାହିଁ। ଆମର ଯାହା କରିବାର ଅଛି ଏଇଠାରେ ହିଁ କର। ଏଇ ଛୋଟ ବଗିଚାଟିଏ ଯୋଉଥିରେ ଆମେ ବିଭିନ୍ନ ପନିପରିବା ଚାଷ କରୁଛୁ, ଏହା ତୋ ବାପା ତୋ ଜେଜେବାପା ଅମଳର। ଯଦି ତୁ ମତେ ଛାଡ଼ି ଚାଲିଯିବୁ ତୋ ଛଡ଼ା ମୋ ଏ ଦୁନିଆରେ କେହି ନାହାନ୍ତି ରେ ବାପା। ଦୟାକରି ଏଇଠାରେ ହିଁ ରହିକି କୌଣସି ବ୍ୟବସାୟ କର। ସୁଦାମା ଦେଖ ମା, ମୁଁ ଏ ଗାଁରେ କେବଳ 1 ମାସ ପରିବା ବେପାର କରିବି। ତାପରେ ଯଦି କୌଣସି ପରିବର୍ତ୍ତନ ନ ଦେଖାଯାଏ ତାହେଲେ ମୁଁ ସହରକୁ ପଳେଇବି। ତତେ ଜଣେଇବି ନାହିଁ, ଚୁପଚାପ ସହରକୁ ପଳେଇବି। ଠିକ ଅଛି ମା? ମା ହଉ ରେ ପୁଅ, ତୁ ଆଗ ହାଟକୁ ଯା, ତାପରେ ଏଇ କଥା ବିଷୟରେ ଆମେ ପରେ କଥାବାର୍ତ୍ତା ହବା। ଠିକ ଅଛି? ହଉ ମା, ମୁଁ ହାଟକୁ ଯାଉଛି ମା, ହାଟକୁ ଯାଉଛି। ମାଙ୍କ ସହ କଥା ହେଇ ହାଟକୁ ଯାଏ। ପରିବା ବେପାର ପାଇଁ ନିଜ ଠେଲା ଗାଡ଼ିରେ ପରିବାତକ ଥୋଇଦେଇ ଠେଲା ଗାଡ଼ିକୁ ଆଗକୁ ନେଇ ଚାଲେ। ବଜାରରେ ଯାଇ ପରିବା ବ୍ୟବସାୟ କରି ଘରକୁ ଫେରେ। ଦେଖୁ ଦେଖୁ ଏମିତି 1 ମାସରୁ 2 ମାସ ବିତିଗଲା, ହେଲେ ସୁଦାମାର କୌଣସି ପରିବର୍ତ୍ତନ ଦେଖାଯାଉନଥାଏ। ଅଚାନକ ଗୋଟେ ଦିନ ସେ ରାତିର ଅନ୍ଧାରରେ କାହାରିକୁ କିଛି ନ କହି ସହରକୁ ପଳାଇଲା। ସହରରେ ପହଞ୍ଚି ସେ କାମ ଖୋଜୁଥାଏ। ସୁଦାମା ସହରରେ ପହଞ୍ଚି ବଡ଼ ବଡ଼ ଘର କୋଠାବାଡ଼ିକୁ ଦେଖି ଆଚମ୍ବିତ ହୋଇଯାଇଥାଏ। ସେ ମଧ୍ୟ ଛାନିଆ ହୋଇ ଥକି ମଧ୍ୟ ଯାଇଥାଏ। ବାପରେ, ସହର ଦେଖିବାକୁ କେତେ ସୁନ୍ଦର! ଯଥାତଥା ତ ଗୋଟିଏ ରାତି ମୁଁ କାଟିନେଲି, ହେଲେ ମୋତେ ନିହାତି ଗୋଟିଏ ନା ଗୋଟିଏ କାମ ଖୋଜିବା ପାଇଁ ପଡ଼ିବ, ନହେଲେ ମୁଁ ଏଇ ସହରରେ କେମିତି ବଞ୍ଚିବି? ଆଜି ମୁଁ କୌଣସି ଜାଗାରେ ନିହାତି କାମ କରିବି, ନହେଲେ ମୁଁ ତ ଭୋକ ଶୋଷରେ ମରିଯିବି। ସୁଦାମା କାମ ଖୋଜୁ ଖୋଜୁ ଅନେକ ସମୟ ହୋଇଯାଇଥାଏ, ହେଲେ କୌଣସି କାମ ପାଉନଥାଏ। ଗୋଟିଏ ଜାଗାରେ ଛିଡ଼ା ହୋଇଥାଏ। ସେଠାରେ ସେ ଦେଖେ ଗୋଟିଏ ଚାଉଳ ଗୋଦାମରେ ଲୋକଟିଏ ଏକୁଟିଆ ବସିଛି। ତା ପାଖକୁ ଗଲା। ସେଠାରେ ସେ କଥା ହେବା ପାଇଁ ପ୍ରୟାସ କଲା। ସୁଦାମା, ବାବୁ, କିଛି କାମ ମିଳିବ କି? ମୁଁ 2 ଦିନ ହେଲାଣି କିଛି ଖାଇନାହିଁ ବାବୁ। ତୁ କିଏ? ତତେ ମୁଁ ଏଠାରେ ଆଗରୁ ତ କେବେ ଦେଖି ନାହିଁ। ବାବୁ, ମୁଁ ଗୋବିନ୍ଦପୁର ଗାଁର ବାସିନ୍ଦା। ସେଠାରେ ମୁଁ ଏବଂ ମୋର ବୁଢ଼ୀ ମାଟିଏ ରହେ। ସେଇ ଗାଁରେ ପରିବା ବେପାର କରି ଚଳୁ ଆଜ୍ଞା। ଠିକ ଅଛି, ଠିକ ଅଛି, ଠିକ ଅଛି, ଠିକ ଅଛି। ନେ, କିଛି ପଇସା ନେ, କିଛି ଖାଇଦେବୁ। ବର୍ତ୍ତମାନ ମୋ ପାଖରେ କୌଣସି କାମ ନାହିଁ। ବାବୁ, ଏ ପଇସା ମୁଁ ନେଇପାରିବି ନାହିଁ, କାରଣ ମୁଁ କୌଣସି ଭିକାରୀ ନୁହେଁ। ଯଦି କିଛି କାମ ଅଛି କୁହ, ତାହେଲେ ଯାହା ଦେବ ତାହା ନେଇଯିବି। ଆରେ, ତୁ ଏଇନେ ଖାଇବା ପାଇଁ ପଇସା? ସେଠ ତାହାର କଥାକୁ ମନ ଭିତରେ ଭାବି ଭାବି ଚିନ୍ତା କରୁଥାଏ, ଏସବୁ କ'ଣ? ଠିକ ଅଛି, ଠିକ ଅଛି। ଆରେ, ତୁ ଏଇନେ ଖାଇବା ପାଇଁ ମୁଁ କିଛି ପଇସା ଦଉଛି। କିଛି ପଇସା ନେଇଯା, ଖାଦ୍ୟ ଖାଇସାରିକି ଆସେ, ମୁଁ ତତେ କାମ ଦେବି। ଦେଖୁଛୁ ଏଇ ଚାଉଳ ବୋରା? ଏଇ ଚାଉଳ ବୋରା ସବୁ ହିସାବ କରିବୁ। ମୋତେ ନିତିଦିନ କେତୋଟି ଚାଉଳ ବୁରା ଗଲା, କେତୋଟି ଚାଉଳ ବୁରା ଆସିଲା, ତାହାର ହିସାବ ଦେବୁ। ଠିକ ଅଛି? ଠିକ ଅଛି ସେଠ, ମୁଁ ବର୍ତ୍ତମାନ କାମ ଆରମ୍ଭ କରିଦେଉଛି। ସୁଦାମା ସେଇଟାରେ କାମ କଲା। ସେଠ ତାହାର ସଚ୍ଚୋଟପଣକୁ ଦେଖି, ତାହାର ଇମାନଦାରୀ କାମପଣକୁ ଦେଖି ତାହାର ବେତନ
ମାସିକ ଭତ୍ତା ବଢ଼ାଇ ଦେଲେ। ଏମିତି କାମ କରୁ କରୁ ସୁଦାମାର 2 ବର୍ଷ ପାର ହୋଇ 3 ବର୍ଷ ହେବାକୁ ଯାଉଥାଏ। ଆରେ ଆଜି ତ ସେଇ ଦିନ ଯେଉଁଦିନ ମୁଁ ବୁଲିବାକୁ ଯାଏ। ଜଲ୍ଦି ଜଲ୍ଦି ଯାଏ, ନହେଲେ ଆଜି ଡେରି ହେଇଯିବ। ସୁଦାମା ପ୍ରତି ରବିବାର କାମରୁ ଛୁଟି ହେଇ ଗୋଟେ ଜାଗାକୁ ଯାଏ, କାରଣ ସେଠାରେ ସେ ଏକ ଝିଅକୁ ପସନ୍ଦ କରେ। ତାକୁ ଆଜି କଥା ହେବାର ଅଛି ବୋଲି ସେଠାକୁ ଯାଏ। ସୁଦାମା, ତାଙ୍କର ଆସିବାର ସମୟ ହେଇଗଲାଣି, ମୁଁ ଜଲ୍ଦି ଜଲ୍ଦି ଯାଏ, ନହେଲେ ରାଗିଯିବେ। ନରେସନ। ସୁଦାମା ପହଞ୍ଚିବା ମାତ୍ରେ ସେଠାକୁ ଗୋଟେ ଝିଅ ପହଞ୍ଚିଲା। ସେହି ଝିଅକୁ ସୁଦାମା ଓଡ଼ିଆ କହିବା ଶିଖେଇ ଦେଇଥିଲା, କାରଣ ସେଇ ଝିଅଟି ଇଂରାଜୀରେ କଥାବାର୍ତ୍ତା କରୁଥାଏ, ଓଡ଼ିଆ ଶିଖିନଥାଏ। ହେଲେ ସୁଦାମା ତାହାକୁ ଖଣ୍ଡିତ ଖଣ୍ଡିତ ଓଡ଼ିଆ ଶିଖାଇ ଦେଇଥାଏ। ସେଇ ଝିଅଟିର ନାଁ ଟିନା। ଟିନା ଟିନା, ଆଜି ଆସିବାର ଏତେ ଡେରି କ'ଣ? ମୁଁ ତୁମକୁ ଗୋଟେ କଥା କହିବାର ଅଛି। ମୁଁ ବି କିଛି କହିବାର ଅଛି। ତୁମେ ଆଗ କୁହ, ତାପରେ ମୁଁ କହିବି। ଟିନା। କି ତୁମେ ମତେ ବାହା ହେବ ନା ନାହିଁ କୁହ। ମୁଁ ଆରେ 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 ମୁଁ ବି ଏଇଆ କହିବା ବୋଲି ଆସିଥିଲି। ଠିକ୍ ଅଛି, ଆମେ କାଲି ବାହା ହେଇ ଆମ ଘରକୁ ଯିବା, ହେଲା? ତମେ ରାଜି ତ? ମୁଁ ଜାଣିଥିଲି ମୋ ମନରେ ଯୋଉ କଥା ଅଛି ତମ ମନରେ ବି ସେଇ କଥା ଅଛି। ମୁଁ ଭାବୁଥିଲି ତମେ ଦିନେ ନା ଦିନେ ମୋ କଥାରେ ରାଜି ହବ, ମତେ ବିବାହ କରିବ। ଠିକ୍ ଅଛି, ମୁଁ ଯୋଉ ଜାଗାରେ କାମ କରେ ସେଇ ସେଠଙ୍କୁ ଜଣାଏ, ତାପରେ ଆମେ ଆସନ୍ତା କାଲି ବାହା ହବା। କିଛି ଦିନ ମଧ୍ୟରେ ଆମ ଗାଁକୁ ଯିବା। ଠିକ୍ ଅଛି ଟିନା, ମୁଁ ଏବେ ଘରକୁ ଯାଉଛି। ମୁଁ ଯାଏ ଆଜି ସେଠଙ୍କୁ ସବୁ କଥା ଜଣାଇବି। ସୁଦାମା ସେଠଙ୍କ ପାଖକୁ ଆସିଲା। ସେଠଙ୍କୁ ସବୁ କଥା ଜଣାଇଲା। ସେଠ ଭଲ ଲୋକ ଥିଲେ, ସୁଦାମର ଦୁଃଖ ଶୁଣିଲେ। ସୁଦାମା, ସେଠ, ମୁଁ ଗୋଟେ ଝିଅକୁ ବାହା ହେବାର କଥା ଦେଇଛି। ସେ ବି ମୋତେ ବାହା ହେବ ବୋଲି ରାଜି ଅଛି। ଆପଣ ମୋତେ କିଛି ପଇସା ଦେଲେ ମୁଁ ବାହା ହେଇ ଘରକୁ ଯାଇଥାନ୍ତି। ଆରେ ଏହା ତ ଭଲ କଥା। ହେଲେ ସେ ଝିଅକୁ ତୋ ବିଷୟରେ ଜଣେଇଛୁ ନା? ତାକୁ ସବୁ କଥା କହିଛୁ ନା? ତୋ ନାଁ କ'ଣ, ତୋ ଘର କୋଉଠି, ତୁ କ'ଣ କାମ କରୁ, ଜଣେଇଛୁ ନା ନାହିଁ? ହଁ ସେଠ, ମୁଁ ତାକୁ ସବୁ ସତ କଥା କହି ମୋ ଗରିବପଣ ବିଷୟରେ ସେ ଭଲ ଭାବରେ ଜାଣେ। ଠିକ୍ ଅଛି, ଏମିତି ହେଲେ ମୁଁ ନିଜେ 2 ଜଣଙ୍କର ବାହାଘର କରିବି, ହେଲା? ସୁଦାମା। ସେଠ, ଆମେ କାଲି ବାହା ହେବା ବୋଲି କଥା ଦେଇ ପ୍ରତିଶ୍ରୁତି ନେଇଛୁ ମଧ୍ୟ। ସେଠ, ଆରେ ମୋତେ କିଛି ନ ଜଣେଇ ତୁ ଏତେ ଆଗକୁ ବଢିଗଲୁ। ଠିକ୍ ଅଛି, ତୁ ଯାହା କହିବୁ ସେଇଆ ହବ। ଠିକ୍ ଅଛି। ସେଠ ସେହିଠାରେ ସୁଦାମା ସହ କଥା ହେଇ ପରଦିନ 2 ଜଣଙ୍କର ବାହାଘର କରାଇ ଦେଲା। 2 ଜଣଙ୍କୁ ପଇସା ମଧ୍ୟ ଦେଲା। ଘରକୁ ଯିବା ପାଇଁ ବସ୍ ଟିକେଟ ମଧ୍ୟ ଦେଲା। ସୁଦାମା ସେଇଦିନ ବିବାହ ସାରି ସେଠଙ୍କ ଠାରୁ ଆଶୀର୍ବାଦ ସ୍ୱରୂପ କିଛି ପଇସା ନେଇ ମଧ୍ୟ ବସ୍ରେ ବସି ନିଜ ଗାଁକୁ ପହଞ୍ଚିଲା। ଗାଁ ଦେଇ ଯାଉଥିବା ସମୟରେ ଗାଁର ସବୁ ଲୋକ ସୁଦାମାକୁ ଦେଖୁଥାନ୍ତି, କାରଣ ସୁଦାମାର ଶରୀର ସାମାନ୍ୟ କଳାକୁ ଆଉ ତା ପାଖରେ ଥିବା ଗୋଟେ ଝିଅ ଯାହାର ମୁଖମଣ୍ଡଳ ଯେମିତି ଗୋଟେ ଚମ୍ପା କଢ଼ି, ମାନେ ଗରି ଝିଅ। ସୁଦାମା ଘର ପାଖରେ ପହଞ୍ଚିଲେ ସୁଦାମାର ମା ଦେଖି ଖୁସି ହେଇଯାଏ। ମା, ସୁଦାମା, ମୋ ପୁଅ କେଉଠି ଚାଲି ଯାଇଥିଲୁ? ଏତେ ଦିନ ପରେ ମୋ କଥା ମନେ ପଡ଼ିଲା। ଘରକୁ ଆସିଛୁ, ହେଲେ ଇଏ ଧୁବୁଲାଟା କିଏ? ଆରେ ଆରେ, ଏ ବଗୁଲାଟା କିଏ? ଦେଖିବାକୁ ତ ପୁରା ବଗ ପରି ଦେଖାଯାଉଛି। ମା, ଇଏ ହେଉଛି ଟିନା, ସାହୁକାରଙ୍କ ସେଠ ବାବୁ। ଏହା ସହିତ ମୋର ବାହାଘର କରିଦେଇଛନ୍ତି। ମା। ମା, ଆରେ ଇଏ ମୋ ବୋହୂ। ହା 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 ହା, ମୋ ବୋହୂ। ହା ହା ହା, କେତେ ସୁନ୍ଦର ମୋ ବୋହୂ। ଏ ଗାଁର ସବୁଠାରୁ ସୁନ୍ଦର ବୋହୂ। ଦେଖିବାକୁ ଗୋରା ଟକଟାକ୍, ହେଲେ କ'ଣ କରିବା, ପୁରା ତ ବତା ଫଳିଆ ଆଉ। ନରେସନ। ମା ପୁଅ ବୋହୂ ଘର ଭିତରକୁ ଗଲେ। ସବୁଦିନ ପରି ଯେମିତି ଚାଲୁଥିଲା। ବୋଉ ଆସିଲା ପରେ ତାହାଠାରୁ ଅଧିକ ଖୁସିରେ ରୁହନ୍ତି। ଗୋଟେ ଦିନ ସୁଦାମାର ମା ଗୋଟେ ସ୍ତ୍ରୀ ସହ ଝଗଡ଼ା କରୁଥାଏ। ମା, ଆଲୋ, ମୁଁ ସବୁଦିନ ସକାଳେ ଏଠାରେ ଝାଡୁ ମାରୁଛି, ସଫା କରୁଛି। ତୁ କ'ଣ ଅଳିଆ ଆଣି ପକଉଛୁ? ମୁଁ କ'ଣ ସଫା କରୁନି କିଲୋ? ମୁଁ ବି ତ ଏଠି ସଫା କରୁଛି ପରା, ତୁ ଜାଣିପାରୁନୁ କିଲୋ? ମା,
କଣ କହିଲୁ ଉପରେ ଜବାବ ଦେଉଛୁ? ପୁଡ଼ା ମୁହିଁ ଡାହାଣୀ ମୋ ଘରକୁ ଆସିବୁନି ଲୋ। ସ୍ତ୍ରୀ ମୁଁ କଣ ପାଇଁ ତମ ଘରକୁ ଯିବି ଲୋ? ତୁ ଆସୁ ଆମ ଘରକୁ ଶୁଖୁଆ ମାଗିତେ। ହଁ ଲୋ ଶୁଖୁଆ ମାଗିତେ। ମା କଣ କହିଲୁ ପୁଡ଼ା ମୁହିଁ? ତୁ ପରା ଗୋଟେ ଶୁଖୁଆ ଦେଇଥିଲୁ, ତା ପରଦିନ 2ଟା ଶୁଖୁଆ ନେଇଗଲୁ ଲୋ। ତୁ ନେଇଯାଇଛୁ ମୋ ପାଖରୁ ଲୋ ଶୁଖୁଆ। ସ୍ତ୍ରୀ ତୁ ବି ତ ମୋ ପାଖରୁ ଶିଳା ଶୁଖୁଆ ନେଇଥିଲୁ, ପୁଣି ହାତେ ବଡ଼ଟା। ମତେ ଦେଇଥିଲୁ ଚିଙ୍ଗୁଡ଼ି ଶୁଖୁଆ, କାନି ଆଙ୍ଗୁଳି ଭଳିଆ। ତୁ ପରା ମତେ କହିଥିଲୁ ଲୋ ମିନାମା, ମୁଁ ଶୁଖୁଆ ତରକାରୀ କଲେ ତତେ ଆଗ ଦେବି ଲୋ। ତରକାରୀ ଦେବି ଶୁଖୁଆ ତରକାରୀ। ମତେ କଣ କହିଥିଲୁ? ମୋ ଶୁଖୁଆ ନେଇକି ମୋ ଶୁଖୁଆ ପୋଡ଼ି ଖାଇଦେଲୁ। ମତେ ଦେଲୁନି ପରା ଲୋ। ପୁଡ଼ା ମୁହିଁ ମା ଆଲୋ ତୁ ନଥିଲୁ ଲୋ ଘରେ, କାହାକୁ ଦେଇଥାନ୍ତି ଲୋ ତୁ ନିଜେ କହ। ଏହି ସମୟରେ ବୋହୂ ଆସି ମାଙ୍କ ପାଖରେ ଛିଡ଼ା ହୁଏ। ସ୍ତ୍ରୀଟିଏ ଜବାବ ଦଉଥାଏ। ସ୍ତ୍ରୀ ଖା ଲୋ ଖା, ତୋ ପେଟ କାଟୁ, ତୋ ପେଟ ଫୁଟୁ, ତତେ ପାପ ଲାଗିବ ଲୋ। ପୁଡ଼ା ମୁହିଁ ପାପି ବୁଢ଼ୀ। ମା କଣ କହିଲୁ ବାଡ଼ି ଖାଇ? ବୋହୂ ଲୋ ବାଡ଼ି ଖାଇ ଏ ମାନେ କାଣ? ସ୍ତ୍ରୀ ତୁ ଲୋ ଝାଡ଼ା ଖାଇ। ବୋହୂ ଝାଡ଼ା ଖାଇ? What is this? ଝାଡ଼ା ଖାଇ? ମା ଲୋ ଗେଣ୍ଡା ମୁହିଁ ଶାମୁକା ଖିଆ, ତୋ ମୁହଁଟା ଲୋ ଦେଖିବାକୁ ପୁରା ମନ୍ଦାର ଫୁଲିଆ। ବୋହୂ କଣ ମୁହିଁ? ଗାଣ୍ଡା ମୁହିଁ ମାଣ୍ଡାର ଫୁଲିଆ। What is this? ସ୍ତ୍ରୀ ଲୋ ବଣ ମୁହିଁ, ଲୋ ଦାନ୍ତ କାଠି, ଲୋ ବଣରେ ଯୋଉ ମହୁ ଫେଣା ଧରିଥାଏ ନା ତୋହରି ମୁହଁରେ ଧରିବ ଲୋ। ବୋହୂ ଲୋ ବଣ ମହଲ। What is this? ଦାନ୍ତ କାଠି? What is this ମହୁ? ମା ଲୋ ଝାଡ଼ା ଖାଇ ପୁଡ଼ା ମୁହିଁ, ତୁ ମୋ ଶୁଖୁଆ ଖାଇ ମତେ ଝଗଡ଼ା କରୁଛୁ। ବୋହୂ ଝାଡ଼ା ଖାଇ ଫଳା ମାଇ। What is this? ସ୍ତ୍ରୀ ଅଧମଶାଣୀ, ତୁ ମୋ ପାଖରୁ ଛେଚା ଖାଇବୁ ରହଲୋ। ବୋହୂ ଅଣ୍ଡମସଣ। What is this? ଅଣ୍ଡମସଣ। ମା ଲୋ ଘଇତା ଖାଇ। ବୋହୂ ଘଇତା ଖାଇ ଘଣ୍ଟ ଘଇ। What is this? ସ୍ତ୍ରୀ ତୁ ଘଇତା ଖାଇଲୁ, ତ ବଂଶ ଘଇତା ଖାଇଲୁ। ଫାଉ What is this? ଘଣ୍ଟ ଖାଇ। ଟିନା ମାକୁ ଧରି ଟାଣି ଟାଣି ଘରକୁ ନେଇ ଆସେ। ହେଲେ ସେମାନଙ୍କ କଳି ମଧ୍ୟରେ ଟିନାର କୌଣସି କଥା ମୁଣ୍ଡରେ ନ ପଶିଥାଏ। ହେଲେ ମାଙ୍କୁ ବୁଝେଇ ବୁଝାକି ଘରକୁ ଟାଣି ଟାଣି ଆଣୁଥାଏ। ମା ଲୋ ପୁଡ଼ା ମୁହିଁ ମତେ ଗାଳି ଦେଉଛି, ମୋ ସହ ଝଗଡ଼ା ଲାଗିବ। ଏ ବୋହୂଟା ନା ଚଖଡ଼ି ଗୁଣ୍ଡ ଗାଗା। କିସ ନେସିଛି ଲୋ ମୁହଁରେ, କିଛି ଜାଣିପାରୁନି। କହୁଛି କଣ କହୁଛି ଜାଣିଛୁ ଲୋ? ବାଡ଼ି ଖାଇକୁ କହୁଛି ବଡ଼ା ଖାଇ, ଝାଡ଼ା ଖାଇକୁ କହୁଛି ଝାଡ଼ ଖାଇ, ଗେଣ୍ଡା ମୁହିଁକୁ କହୁଛି ଗଳମୁଖୀ, ଘଇତା ଖାଇକୁ କହୁଛି ଗରି ଖାଇ। ଆବେ ତୁ ଝଗଡ଼ା କରୁଥିଲୁ ନା ତାକୁ ପ୍ରଶଂସା କରୁଥିଲୁ, ନା ତାକୁ କଣ ଆଶୀର୍ବାଦ ଦଉଥିଲୁ? ତୁ ତା ପଟେ ଥିଲୁ ନା ମୋ ପଟେ ଥିଲୁ? ତୁ ପରା ମୋ ବୋହୂ ଲୋ। ଧଳା କାଗଜ ପରି ମୁହଁଟା ପାଇଛି, ହେଲେ ମୁଣ୍ଡରେ ଟିକେ ବୁଦ୍ଧି ନାହିଁ। ୟାକୁ କୋଉଠୁ ଆଣିଲା ମୋ ପୁଅ? ଭଗବାନ। ସୁଦାମା ଆଲୋ ମା କଣ ହେଲା? ତୁ କଣ ପାଇଁ ପାଟି କରୁଛୁ? ତୋ ବୋହୂ କଣ କଲା କି? ତୁ ତାକୁ କଣ ପାଇଁ ପାଟି କରୁଛୁ? ମା କହନା ତୋ ବୋହୂ ଝଗଡ଼ା ଲାଗିପାରୁନି ତ, ଖାଲି ଇଂରାଜୀରେ ଓଡ଼ିଆ କଥା ଗୁଡ଼ା ମଡ଼େଇ ଦେଇ ଚାଲିଛି। କିଛି ଭଲ ଶୁଭୁନି, ଅଖାଡ଼ୁଆ ଶୁଭୁଛି। ତାକୁ ଆଗ ଓଡ଼ିଆ ଶିଖା, ତାପରେ ମୋ ସହ କଥା ହେବ। କେଉଁଠୁ ଆସିଲା ବଗୁଲି ମୁହିଁ?
ବୁଲା ଫର ଫର ନରେଶ। ମା ସେଠାରୁ ପଳାଇ ଗଲା। ଆରେ ଏ ବୋହୂଟା ପର ଘର ସହ କେମିତି ଝଗଡ଼ା ଲାଗିବ? ଏତେ ମତ ଘର ପୁରା ବୁଡେଇ ଦେବ ଆଉ। କଣ କରିବି ମୋ ପୁଅ? ଇଏ ନଇସାକୁ କହିଲେ କଣ ଶୁଣୁଛି? ଇଂରେଜୀ ଗୋଟେ ଧରିକି ପଳେଇ ଯାଇଛି। ତୁ ଇଂରେଜୀ କାହିଁକି ଆଣିଥିଲୁ? ଗୋଟେ ଖାତା ନେଇ ଆସିଥାନ୍ତୁ। ଟିନା କଣ ହେଇଛି? ହ୍ୱାଟ ଦିସ୍? ଏଙ୍ଗ୍ରି ଫର ୟୁ ଇଂଗ୍ରି? ମା ଏତେ ଗାଳି ଦେବା ସହ ରାଗରେ ଅଛି, କଣ ହେଇଛି? ଟେଲ୍ ମି। ଟିନା ମା ସେ ମାଇଲା ସହ ମଇଳା ସହ ଝଗଡ଼ା ଲାଗୁଛନ୍ତି। ମୁଁ କିଛି କହିପାରିଲିନି ବାଲି ଲାଗୁଛନ୍ତି। ସୁଦାମା ଠିକ ଅଛି। ମୁଁ ଦେଖୁଛି କଣ କରାଯାଇ ପାରିବ। ବର୍ତ୍ତମାନ ମୁଁ ମାର୍କେଟ ଯାଉଛି, ତୁମେ ଘର କାମ କର ହେଲା। ତାପରେ ଦେଖିବା କଣ ହେଉଛି। ମୁଁ ଆସେ, ମାର୍କେଟରୁ ଆସେ, ସମସ୍ତଙ୍କ କଥା ବୁଝିବା। ନରେଶନ ସୁଦାମ ମାର୍କେଟ ଗଲା। ସେଇ ସମୟରେ ମାଙ୍କ ଦେହ ଖରାପ ହେଇଗଲା। ମା ବହୁ ବହୁ ଘର କଣରେ? ମୋ ମେଡିସିନ ଅଛି ଦେ ତ। ମା ବହୁ ଏ ବହୁ କଣ କରୁଛୁ? ଘର କଣରେ ମୋ ମେଡିସିନଟା ଅଛି ଦେ ତ। ଟିନା ଥାଉଛି ମାମା ଦଉଛି। ନରେଶନ ଟିନା ସେହି ମେଡିସିନକୁ ଆଣି ଦେଖେ ତ ତାହାର ସମୟ ପାର ହୋଇଯାଇଥାଏ। ଔଷଧର ଖରାପ ହୋଇଯାଇଥାଏ। ଟିନା ତାହାକୁ ଦେଖି କଣ କରିବ? ଟିନା ଆହା ତ ଖରାପ ହୋଇଯାଉଛି। କଣ କରାଯିବ? ସେ ବର୍ତ୍ତମାନ ନାହାନ୍ତି। ଚାଲ ଆୟୁର୍ବେଦ ମେଡିସିନ ଦେବା। ଠିକ ଅଛି। ନରେଶନ ଓଡ଼ିଆ ହେଉ ବା ଇଂରାଜୀ ହେଉ, ଶିକ୍ଷିତ ହେଇ ଜ୍ଞାନ ରହିଥିବା ଦରକାର। ନହେଲେ ସେହି ଲୋକକୁ କେମିତି ଜ୍ଞାନୀ ମଣିଷରେ ଗଣିବ ଯେଉଁ ମଣିଷ ଅଳ୍ପ ବିଦ୍ୟା ଗ୍ରହଣ କରି। ଏଇ ହେଲା ଆମ କାହାଣୀଟି। ଏହି କାହାଣୀରେ ଯଦି ଟିନା ଜ୍ଞାନ ନ ରଖିଥାନ୍ତା, କେମିତି ତା ମାକୁ, ତା ଶାଶୁ ମାକୁ ରକ୍ଷା କରିପାରନ୍ତା? ଯଥାଯଥ୍ୟ କଥା ଆପଣଙ୍କ ସାମ୍ନାରେ ରହିଲା। ଦର୍ଶକ ବନ୍ଧୁ, ଯଦି କାହାଣୀଟି ମନକୁ ଛୁଇଁଥିବ, ଆମ ସହିତ ଯୋଡ଼ି ଯାଆନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।